22/12/2025 ଡ୍ରିମ୍ ଆଇଡଲ୍ ସ୍କୁଲର 23ତମ ବାର୍ଷିକ ଉତ୍ସବ ଓ 18ତମ ରାଜ୍ୟସ୍ତରୀୟ ଶଙ୍ଖଧ୍ୱନିର ମହାମିଳନ ପର୍ବ ଅନୁଷ୍ଠିତ। ଏହି ପର୍ବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର OS ଓ SSG ଡିପାର୍ଟମେଣ୍ଟର ଅତିରିକ୍ତ ସେକ୍ରେଟାରୀ ଶ୍ରୀଯୁକ୍ତ ନୀଲିମ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଅଛନ୍ତି। ଏହାଛଡ଼ା ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ଫିଲ୍ମ ମହାକାଳର ନିର୍ଦ୍ଦେଶକ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଓ 18 ନମ୍ବର ୱାର୍ଡ଼ର କାଉନସିଲର ଶ୍ରୀଯୁକ୍ତ ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଡ୍ରିମ୍ ଆଇଡଲ୍ ସ୍କୁଲର ସମ୍ପାଦକ ଶ୍ରୀମତୀ ଅଞ୍ଜଳି ପଣ୍ଡା ଓ ସଦବଖୁଣ୍ଟା IIC ଶ୍ରୀଯୁକ୍ତ ବିରଞ୍ଚି ସାହୁ, ଡ୍ରିମ୍ ଆଇଡଲ୍ ସ୍କୁଲର ସହ ସମ୍ପାଦକ ଭାବଗ୍ରାହୀ ମହାନ୍ତି ଓ ବିଦ୍ୟାପୀଠର ଆବାହକ ଓ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଙ୍ଗାଧର ଦାସ ଅତିଥି ପରିଚୟ କରାଇଥିଲେ ଓ ବିଦ୍ୟାପୀଠର ଅଧ୍ୟକ୍ଷ ଶ୍ରୀମତୀ ପୁଷ୍ପିତା ମହାନ୍ତି ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ପିଲାମାନଙ୍କ ଦ୍ୱାରା ଦେଶାତ୍ମକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶଙ୍ଖଧ୍ୱନି ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀ ଅଧିକାର କରିଥିବା ବ୍ୟକ୍ତିକୁ 5,000 ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଶ୍ରେଣୀ ଅଧିକାର କରିଥିବା 3,000 ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିବା। ତୃତୀୟ ଶ୍ରେଣୀ ଅଧିକାର କରିଥିବା ବ୍ୟକ୍ତିଙ୍କୁ 1,000 ଟଙ୍କା ରାଶି ପ୍ରଦାନ କରାଯାଇଥିଲା। ତାପରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। राज्यस्तर शंखध्वनि प्रतियोगिता करुँ से शंखध्वनि प्रतियोगित आम पाँ उत्साहित करने सहित प्रत्येक अभिभावक पुरस्कृत रखी ए वर्ष 5,000 टंका 3,000 टंका 2,000 टंका मंचर पुरस्कृत कर द्वारा खाली पिला आम उद्दीपक सृष्टि करूँ समाज को संस्कार संस्कृति उद्दीपक सृष्टि कर आम आज बार्ता। धन्यवाद।